ଯେତେବେଳେ ଆପଣ ଅନ୍ୟମାନଙ୍କ ଉପରେ ନିୟନ୍ତ୍ରଣ କରିବା ଶିଖି ଯାଆନ୍ତି, ତେବେ ଆପଣ ସମସ୍ତଙ୍କ ଠାରୁ ପାୱାରଫୁଲ ଅଟନ୍ତି। ମାତ୍ର ଆପଣ ଯଦି ନିଜ ଉପରେ ନିୟନ୍ତ୍ରଣ କରିବା ଶିଖି ଯାଆନ୍ତି, ତେବେ ଆପଣଙ୍କ ଠାରୁ ମହାନ ଏ ଦୁନିଆରେ କେହି ନାହାନ୍ତି। ନମସ୍କାର, ମୁଁ ଦେବାଶିଷ। ଆଜି ପୁଣି ଏକ ପ୍ରେରଣାଦାୟକ କାହାଣୀ ମାଧ୍ୟମରେ। ଥରେ ଗୌତମ ବୁଦ୍ଧଙ୍କୁ ତାଙ୍କର ଜଣେ ଶିଷ୍ୟ ଏକ ପ୍ରଶ୍ନ ପଚାରିଛନ୍ତି, ଗୁରୁଜୀ, କର୍ମ କାହାକୁ କୁହାଯାଏ? ସେଇଠି ବୁଦ୍ଧ କହିଛନ୍ତି, ବତ୍ସ, ମୁଁ ତୁମକୁ ଏକ କାହାଣୀ ଶୁଣାଉଛି, ତାପରେ ଜାଣିବା ଯେ କର୍ମ କଣ। ଥରେ ଜଣେ ରାଜା ନିଜ ହାତୀ ଉପରେ ବସି ତାଙ୍କ ନଗର ଚାରିଆଡେ ଭ୍ରମଣ କରୁଥିଲେ। ଏମିତି ଯାଉ ଯାଉ ରାଜା ଏକ ଦୋକାନ ସାମ୍ନାରେ ଅଟକି ଯାଇଛନ୍ତି। ରାଜା ତାଙ୍କର ମନ୍ତ୍ରୀଙ୍କୁ ଡାକିଛନ୍ତି, କହିଛନ୍ତି, ଶୁଣ, ମତେ ଲାଗୁଛି ଏ ଦୋକାନୀ ଜଣକ କିଛି ଭୁଲ କରୁଛି, ୟାକୁ ଫାଶୀ ଦେଇଦବା ଦରକାର। ମନ୍ତ୍ରୀ କହିଛନ୍ତି, ମହାରାଜ, ଆମେ ଏମିତି କେମିତି ଜଣକୁ ଫାଶୀ ଦେଇପାରିବା? ମତେ 2 ଦିନର ସମୟ ଦିଅନ୍ତୁ, ମୁଁ ଯାଞ୍ଚ କରି ଦେଖେ ଯେ ଇଏ ପ୍ରକୃତରେ କଣ ଭୁଲ କାମ କରୁଛି, କାହିଁକି ଆପଣଙ୍କ ମନରେ ତା ପ୍ରତି ଏମିତି ବିଚାର ଆସୁଛି। ମହାରାଜଙ୍କ ଠାରୁ 2 ଦିନର ସମୟ ଚାହିଁଛନ୍ତି। ମନ୍ତ୍ରୀଙ୍କର ଏମିତି ପ୍ରସ୍ତାବ ଶୁଣି ରାଜା ମଧ୍ୟ ଆଗକୁ ବଢିଛନ୍ତି। ପରଦିନକୁ ମନ୍ତ୍ରୀ ନିଜର ଭେଷ ବଦଳେଇ ଜଣେ ସାଧାରଣ ଜନତା ବେଶରେ ଯାଇ ପହଞ୍ଚିଛନ୍ତି ସେଇ ଦୋକାନୀଙ୍କ ପାଖରେ। ଦେଖିଛନ୍ତି ଦୋକାନୀ ଜଣକ କିଛି ଚନ୍ଦନ କାଠ ବିକ୍ରି କରୁଛନ୍ତି। ମନ୍ତ୍ରୀ ପ୍ରଥମେ ଯାଇ ତାକୁ ପଚାରିଛନ୍ତି କି ତାଙ୍କର କାମ ଧନ୍ଦା କେମିତି ଚାଲିଛି। ଦୋକାନୀ କହିଛନ୍ତି, ପଚାରନି ସେ କଥା, ବହୁତ ଖରାପ ଚାଲିଛି। ଗ୍ରାହକ ସମସ୍ତେ ଆସୁଛନ୍ତି, ଚନ୍ଦନ କାଠ ଦେଖୁଛନ୍ତି, ଆଉ ଭଲ ହେଇଛି କହି ପ୍ରଶଂସା ମଧ୍ୟ କରୁଛନ୍ତି, ମାତ୍ର କେହି କିଣୁନାହାନ୍ତି। ମୁଁ ଭାବୁଛି ଆମ ରାଜାଙ୍କର ମୃତ୍ୟୁ ହେଇଯାଆନ୍ତା କି? ତାଙ୍କର ଦାହ ସଂସ୍କାର ପାଇଁ ତ ବହୁତ ଚନ୍ଦନ କାଠ ଲାଗିବ ନା। ମୋ କିଛି କାଠ ବିକ୍ରି ହେଇଯାଆନ୍ତା, ମୁଁ କିଛି ଦିନ ଚଳିଯାଆନ୍ତି। ଛାଡ, ଏମିତି କହିକି ଲାଭ କଣ? ମନ୍ତ୍ରୀ ଏଥର ଜାଣି ଯାଇଛନ୍ତି, ଓହୋ, ଇଏ ଯୋଉ ଚିନ୍ତା କରୁଛି, ବୋଧେ ୟାର ଏଇ ଚିନ୍ତାଧାରା ଯୋଉ ରାଜାଙ୍କ ପାଇଁ ରହିଛି, ସେଇଥିପାଇଁ ରାଜା ମଧ୍ୟ ୟା ପ୍ରତି ଏମିତି ଭାବୁଛନ୍ତି। ଆମ ସମସ୍ତଙ୍କ ପାଖରେ ଏକ ଅବଚେତନ ମସ୍ତିଷ୍କ ଅଛି। ଏ ଅବଚେତନ ମନ ଆମର ଚେତନ ମନ ଠାରୁ ବହୁତ ପାୱାରଫୁଲ। ସେ ସବୁ ଜାଣିପାରେ। ବେଳେ ବେଳେ ଆମେ କାହାରିକୁ ଦେଖିଲେ ତା ପ୍ରତି ରାଗ ମାଡେ, ତା ପ୍ରତି ଖରାପ ବିଚାର ଆସେ। ମାତ୍ର ଆଉ କିଛି ଲୋକଙ୍କୁ ଦେଖିଲେ ଆମକୁ ଖୁସି ଲାଗେ, ତା ପ୍ରତି ମନରେ ଦୟା ଭାବ ଆସେ। ବହୁତ ଥର ମୁଁ ଲକ୍ଷ୍ୟ କରିଛି, ମୋ ନିଜ କଥା କହୁଛି, ମୁଁ କୌଣସି ନିର୍ଜନ ଜାଗାରେ ବସିଥିବି, ଏଠି ଆଖପାଖରେ ଥିବା ସବୁ ପଶୁ ପକ୍ଷୀ ମାନେ ମୋ ପାଖକୁ ଆସିଯାଆନ୍ତି। ତାଙ୍କୁ ଡର ମାଡେନି ଯେ ଏଠି ପାଖରେ ଜଣେ ମଣିଷ ଅଛନ୍ତି, ଆମର କିଛି କ୍ଷତି କରିପାରେ। ସେମାନଙ୍କ ଅବଚେତନ ମନ ଆମ ଅବଚେତନ ମନ ଠାରୁ ଆହୁରି ପାୱାରଫୁଲ। ସେମାନେ କାହାକୁ ଦେଖିଲେ ଜାଣିପାରନ୍ତି ଯେ ଇଏ କେମିତିକା ମଣିଷ। ସେମାନଙ୍କ ମସ୍ତିଷ୍କ ଆମ ଠାରୁ ବହୁତ ପ୍ରଭାବଶାଳୀ। ଏ ହେଉଛି ଆମର ଅବଚେତନ ମସ୍ତିଷ୍କର କାମ। ଏଥର ମନ୍ତ୍ରୀ ଜଣକ କଣ କରିଛନ୍ତି ନା, ସେ ଦୋକାନୀ ଠାରୁ ଏକ ଚନ୍ଦନ କାଠ କିଣିବାକୁ ଯାଇଛନ୍ତି। ଦୋକାନୀ ମଧ୍ୟ ବହୁତ ଖୁସି ହେଇଯାଇଛନ୍ତି, ଚଲ, କେହି ତ ଜଣେ ଗ୍ରାହକ ମିଳିଲେ ଆଜି। ଭଲ ଭାବରେ ଏକ ସୁନ୍ଦର ମହକ ଥିବା ଚନ୍ଦନ କାଠ ତାକୁ କାଗଜରେ ଗୁଡେଇକି ଭଲରେ ପ୍ୟାକିଂ କରିକି ସେ ମନ୍ତ୍ରୀଙ୍କୁ ଦେଇଛନ୍ତି। ଆଉ ମନ୍ତ୍ରୀ ମଧ୍ୟ ପରଦିନକୁ ରାଜଦରବାରରେ ଯାଇ ସେ ଚନ୍ଦନ କାଠ ନେଇ ପହଞ୍ଚିଛନ୍ତି। ଚନ୍ଦନ କାଠଟି ସେ ରାଜାଙ୍କୁ ଦେଇଛନ୍ତି। ମହାରାଜ, ଆପଣ ଯୋଉ ସେ ଦୋକାନୀ ବିଷୟରେ କହୁନଥିଲେ, ମୁଁ କାଲି ସେଠାକୁ ଯାଇଥିଲି, ତେଣୁ ସେ ଆପଣଙ୍କ ପାଇଁ ଏଇ ଉପହାର ପଠେଇଛନ୍ତି। ରାଜା ଏହାକୁ ଦେଖି ବହୁତ ପ୍ରସନ୍ନ ହେଇଯାଇଛନ୍ତି। ଆରେ, ମୁଁ ତୁଚ୍ଛାଟାରେ ସେ ଦୋକାନୀକୁ ଦଣ୍ଡ ଦେବା କଥା ଭାବୁଥିଲି। ଦେଖିଛନ୍ତି ଏ ଚନ୍ଦନ କାଠ ବହୁତ ବାସ୍ନା ବି ବାସୁଥାଏ। ରାଜା ବହୁତ ପ୍ରସନ୍ନ ହେଇଛନ୍ତି। ଆଉ ରାଜା ସେ ଦୋକାନୀଙ୍କୁ ଉପହାରରେ ଏକ ସୁନା ମୋହର ଦେଇଛନ୍ତି। ମନ୍ତ୍ରୀ ପରଦିନ ସେଇ ସୁନା ମୋହରକୁ ନେଇ ପୁଣି ସେ ଦୋକାନୀ ପାଖକୁ ଯାଇଛନ୍ତି। ଦୋକାନୀ ମଧ୍ୟ ଏହା ଦେଖି ବହୁତ ପ୍ରସନ୍ନ ହେଇଛନ୍ତି ଆଉ ନିଜକୁ ନିଜେ ଅନୁତାପ କରିଛନ୍ତି, ମୁଁ ତୁଚ୍ଛାଟାରେ ରାଜାଙ୍କର ଏମିତି ଅମଙ୍ଗଳ ଚିନ୍ତା କରୁଥିଲି। ରାଜା ତ ବହୁତ ଭଲ ଲୋକ, ଦୟାଳୁ ରାଜା। ତାଙ୍କୁ ତ ଭଗବାନ କୋଟି ପରମାଇ ଦିଅନ୍ତୁ, ଏମିତି ରାଜା ଆମ ପାଇଁ ରହିବା ଦରକାର। ଏ ଦୋକାନଟିର ମଧ୍ୟ ମନ ପରିବର୍ତ୍ତନ ହେଇଛି। ଏଇ କାହାଣୀଟିରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। କେତେବେଳେ ବି ଆମେ କାହାରି ଅମଙ୍ଗଳ ଚିନ୍ତା କରିବା କଥା ନୁହଁ। ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଭଗବାନ ଆମ ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଯଦି ଆମେ କାହାରି ଅମଙ୍ଗଳ ଚିନ୍ତା କରୁଛେ, ତେବେ କୋଉଠି ନା କୋଉଠି ଆମ ସହିତ ମଧ୍ୟ କିଛି ଖରାପ ଘଟୁଛି। 2 ଦିନର ଇଏ ଜୀବନ। ଆମେ ସମୟରେ ଆସିଛେ, ପୁଣି ସମୟ ହେଲେ ଚାଲିଯିବା। କଣ ମିଳିବ ଏଠି? ଏତେ ରାଗ, ଏତେ ଅହଙ୍କାର କାହା ପାଇଁ? ଅନ୍ୟର ମଙ୍ଗଳ ଚିନ୍ତା କରନ୍ତୁ ନା, ଈଶ୍ୱର ମଧ୍ୟ ଆପଣଙ୍କର ମଙ୍ଗଳ ଚିନ୍ତା କରିବେ। ରହୁଛି, ପୁଣି ଦେଖା ହେବ ସୁନ୍ଦର ଏକ କାହାଣୀ ମାଧ୍ୟମରେ। ଆଉ ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।